ନା ନା ମୁଁ ବାହା ହେବିନି। ମୁଁ ବାହା ହେବିନି, ଏମିତି ଅଭିଆଡି ରହିଯିବି ପାଇଁ ବାହା ହେବିନି ଯେ ଟୋକା ମାନେ ପାଗଳ ହେଇଯିବେ, ଟୋକା ମାନେ ମରିଯିବେ। ନହେଲେ ମୁଁ ଅଛି ବୋଲିକି କୋଉଠି ହବ ମାନେ ରେପ୍ ଫେପ୍ ହଉନି। ନା 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 ଜଣକ ଆହୋ ଗୋଡେଟା ସେଠି ସତ କଥା। ମୁଁ ଏଇଠି ସ୍ୱତନ୍ତ୍ର କଥା ମାନେ ମୁଁ ସେମାନଙ୍କୁ ଅଧେ ହ୍ୟାଣ୍ଡେଲ କରିଦଉଛି। ଆଉ ଯଦି ମୁଁ ଯଦି ନ ରହିବି ବାହା ହେଇଯିବି, ଲୋକମାନେ ମାନେ ରାସ୍ତା ଉପରେ ବି ମାନେ ବାହାର କରିଦେବେ କିଛି। ମୋ ଭଳିଆ ଝିଅ ମାନେ ଭାବ ଯଦି ଓଡିଶା ଟୋକାଙ୍କୁ କଣ୍ଟ୍ରୋଲ କରି ରଖିପାରୁଛି, ଆଉ ସେ କେମିତିକା ହେଇଥିବ। ସେମିତି ଦମଦାରିଆ ଟୋକି ନ ହେଇଥିଲେ ହବନି। ଫଳ ରସ ସେ ଯୋଉ ନାଳ ରସ ପାଣି ସବୁ ବାହାର କରିଦେବେ ରାସ୍ତା ଉପରେ। ମୁଁ ଅଛି ବୋଲି ଓଡିଶାରେ ସବୁ ଟୋକ କଣ୍ଟ୍ରୋଲ କରି ରଖୁ। ମୋର ବାହା ହେବାର କୌଣସି ଇଚ୍ଛା ନାହିଁ। ଆଉ ଯୋଉମାନେ ମତେ ଫଲୋ କରୁଛନ୍ତି, ଯୋଉମାନେ ମାନେ ଇନ୍ସପାୟାର ହଉଛନ୍ତି ମୋ ଠାରୁ, ମୁଁ ସେମାନଙ୍କୁ କହିବି ବାହା ନ ହବାଟା ବେଟର। ହେଲା ମୁଁ ଗୋଟେ ସଂଘର୍ଷ ସଂସ୍କାରୀ ଲେଡି। ହୁଁ ସଂଘର୍ଷ। ତେଣୁ କରିକି ମୁଁ ଯେତିକି ଜାଣିଛି ରେ ଅଛନ୍ତି ସେମାନେ। ତାପରେ ମୁଁ ତ ଦିନକୁ ଦିନ 16 ବୟସରେ ଫୁଲ ଫୁଟି ଚାଲିଛି ନା ମୁଁ। କାହିଁକି ନା ବାହା ହେଇଗଲେ ସବୁ ସରିଯାଏ। ଆମର ଅଲିଉଡ ଇଣ୍ଡଷ୍ଟ୍ରି ଦେଖନ୍ତୁ, ଯେତେ ଜଣ ବାହା ହେଇଛନ୍ତି ସବୁ ଡୁବି ଯାଇଛନ୍ତି। ସେ ଯେତେ ବଡ ବଡ ହିରୋଇନ, ମତେ କାଟିକି ଖାଇବାକୁ ହେଲେ ମାନେ ସେମାନଙ୍କର କର ତ ପୁରା ସେମିତି ପଜା ହେଇଥିବା ଦରକାର।